ताहले गायक प्रश्न करिसंती शिव पार्वती शरीर को धरी डेई डेई नाचुंती प्रलय आसव नारायण सुदर्शन चक्र जाई सती शरीर को काटिले मत पाला वाला प्रश्न देकी जाइए मो सान भाई त्रिलोचन 51 खंड होती मो भाईना उत्तर देवे भाईना कहते भल ही था मु तोर बड़ भाई मत कह होता बाबू उत्तर देवे तू भाईना कही कौन खराब हो जाता ना नृसिंह होता ओडिशार सबू गायक को बाटे छाड़ी उत्तर 51 खंड कौठू कौठू काटिला सुदर्शन चक्र काटिला सतींकर शरीर को बही ना ना बही ना कहबी ना ना लिखी देबे बही ना कहबी मिछ बही कहियो सत बही कथा कहबी प्रमाण दौची गोटी गोटी करी टिके सुन कहला दक्षिण पाद को सुदर्शन जे काटिला बांकी गड़रे चर्चिका नाम बोलाइला डाहण पाद को काटिला सुदर्शन फोपाड़िला कहला बांकी गड़रे ना हैला चर्चिका जमी चर्चिका से दिन ठार जगन्नाथ संस्कृति टी मन पका प्रत्येक दिन बड़ देउल प्रभात प्रकाश जगन्नाथ पादटा लंबिब चर्चिका मंदिर चूल जगन्नाथ पादटा पड़ो पादर चिन्ह डाहाण पाद है चर्चिका गला बाम पाद काटिदेला वीर सुदर्शन घर पाख बड़म्बा महानदी कूल माँ भट्टारिका देखिए मंदिर भितर को पशिला बेलू मार बाँ पाद गोटे पाद चिन्ह अच्छे पूजा हो बाम पाद पहला कौटी ना बड़म्बारे भट्टारिका ना है मन देकी शुणु पुओ कला जुहा पड़ा जे ताल चेर हिंगुला कला नाभि मंडल पड़ा जाजपुर ढारे नाभि गोया बिरजा नामर तारे जोनी मंडल दे जाई आसामे पड़िला
ପଡ଼ିଲା ଆପଣ ଯେମିତି ବୁଲୁଛନ୍ତି ଯଦି ସିମେଣ୍ଟ ହେଇଥାନ୍ତା ପିଚା ଛିଡ଼ି ଯାଇଥାନ୍ତା ହଁ ମାର୍ବଲ ବୋଲି ରକ୍ଷା ହେଇଯାଉଛି ମୁଁ ସବୁବେଳେ କହିଛି ହଁ ଶରୀର ଅସୁସ୍ଥ ହେଲେ ବି ଅନୁଷ୍ଠାନ କହିଥିଲି ପାଳିଆ ମାନଙ୍କର ଘଣ୍ଟେ ନନାଙ୍କୁ କହିଥିଲି ମୋର ଘଣ୍ଟେ ମୁଁ ଖଟି ପାରିବିନି କିନ୍ତୁ ହଜାର ହଜାର ଲୋକଙ୍କୁ ଦେଖି ମୋ ଦେହ କେମିତି ଧୀରେ ଧୀରେ ଭଲ ହେଇଯାଉଛି ହଁ 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 ଆମର ଆଉ 2 ଘଣ୍ଟା ଆମର ଏ ହଜାର ହଜାର ଲୋକଙ୍କୁ ଦେଖିକି ମୋ ଦେହ କେମିତି ଆପେ ଆପେ ଭଲ ହେଲା ଭଳିଆ ଲାଗୁଛି ଭଲ ହେଇଯିବ ତ ରହ ମତେ ପଚାରିଛୁ 51ଟା ପୀଠ ମୁଁ 20-22ଟା ପ୍ରମାଣ ଦେଲି ନା 51ଟା କହିଲା ବସିକି ହାର ସମୟ ପଳେଇବ ଆମର 5ଟା ସଂସ୍କୃତରେ କହିବାକୁ ପଡିବ ଆଉ 5ଟା ପୀଠକୁ ମୁଁ ସଂସ୍କୃତରେ କହିବି ଏହା ପଚାରିଛି ତ ଆଉ ମୁଁ କାହିଁକି ଏତେ ପରିଶ୍ରମ କରୁଛି 51 ପୀଠ ନା କହୁଛି ମୋର କଣ କାମ ପୁଅ ଟିକେ ଶୁଣ 5ଟା କଣ 10ଟା କହୁଛି ବହି ହଉଛି ସଂସ୍କୃତର ଚଣ୍ଡୀ ପାଠ ସପ୍ତଶତୀ ଚଣ୍ଡୀ ପ୍ରମାଣ ଦେଲେ କବି କିଏ କିଏ କୋଉଠି ରହିଲେ ମୁଁ 5ଟା ପୀଠର ନାଁ ଉତ୍ତର ଦଉଛି ହଁ କୋଲାସାମସ୍ତୁରୁ ମହାକାଳୀ କୋଣାର୍କେ ରାମ ଚଣ୍ଡିକା ତୁମ ବାଙ୍କି ଗড়ে মহতম্বা ভট্টারিকা ଆମେ କାହିଁ ଏତେବେଳୁ ପରିଶ୍ରମ କରୁଛେ ଯୋଉଠି ଷୋଳକୁ ଗାଇଥିଲା ସରନ୍ତାଣି ଆରେ ମୁଁ ପାଲା ଗାଇବା ପୂର୍ବରୁ ପ୍ରଥମେ ଗୋଟେ ଭଲ ପୁରୋହିତ ବୋଲି ବ୍ରାହ୍ମଣ ଥିଲେ ହଁ ଯଜମାନ ପରେ ରୁଦ୍ରାଭିଷେକ ପରେ ସପ୍ତଶତୀ ଚଣ୍ଡୀ ପାଠ ବି କରେ ବାହାଘର ବ୍ରତଘର ସବୁ କରେ ଏଟାକୁ ପୋଷେଇଲାନି ଆଉ କଣ ନା ନା ଏଟା ପୋଷେଇଲାନି ଆମେ ସେତେବେଳେ ବ୍ରାହ୍ମଣ ମାନେ ପଳା ଚଳା ଶଳା ଭିତରେ ରହିଗଲୁ ପଳା ଚଳା ଶଳା ବୁଝେଇଲାନି କିଛି ଆରେ ପାଠ ପଢୁ ଯାଏ ହଁ ମନେକର ତୋ ଝିଅ ବାହାଘର କରିବାକୁ ଯାଇଛି ହଁ ବାହାଘର ହବା ପୂର୍ବରୁ ହଁ ଅଷ୍ଟପାଟି ଆସିକି କିଛି ହେବା ଦୁଥବ ଡେଇଁ 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 ଡେଉଁଥିଲେ ହଁ ତାଙ୍କ ପାଇଁ ଚିକେନ ମଟନ କରିଦବୁ ଆଚ୍ଛା ଗୋସେଇ ବି କଣ କରିଦବୁ କହିବୁ କଣ ପାଇଁ ଗୋଷେ ପାଇଁ ନିର୍ବନ୍ଧ ବେଳେ ଯୋଉ ସଜ ବାହାର ଆସ୍ତବ ଯୋଉ ଲଡୁ 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 ଖାସ୍ତା ଗଜା ଜିଲାପି ତାକୁ ଧୋଇ ଦବୁ ସେଟା ଫଙ୍କୁ ମାରି ଯାଇଥିବ ଓ ଭାଇ ନା ଏଇ ଦୁରୁଖା ଆଉ ସେ କଣ ଗୋଷେଇ ଆଇଁଷ ଖାଆନ୍ତି ମାନେ ଆଉ ଭଲ ଜିନିଷ ନାହିଁ ଝିଅ ବାହାଘର ସରିବ ମୁଁ କହିବି ଆରେ ବାପା ଦିଲୁଆ ଆଜ୍ଞା ଝିଅ ବାହାଘର ସରିଲା ଦକ୍ଷିଣା ଦଉନୁ କୁଆଡେ ପଳଉଛନ୍ତି ଆପଣ ଯା ପଳା ହୋ ମୁଁ ନେଇକି ପଠେଇଦେବି କହିଲେ ଆପଣ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ଅଷ୍ଟପାଟି ଯାଇନାହାନ୍ତି ସଜବାଜ ବି ଯାଇନାହାନ୍ତି ସାଇ ଭାଇ କିଛି ଯାଇନି ମୁଁ କଣ ପଇସା ରଖିବି ତମେ ପଳା ଆପଣ ମୁଁ ଦେବିନି ବାହାଘର ବେଦୀ ଉପରେ ଯେତେବେଳେ ବାହାଘର ହବ ଗୋସେଇ ଲେଖିଦବ 5ଟା ନଡିଆ 3ଟା ଗାମୁଛା ମାତୃପୂଜା ଶାଢୀ ଶାଢୀ ବଦଳରେ ଆନ୍ଧବ ଯଜମାନ ଖଣ୍ଡେ ସାଲୁକନା 5ଟା ନଡିଆ ବଦଳରେ ଆନ୍ଧବ ଯୋଡେ 7 କିଲେ ଚାଉଳ ଲେଖିଦବ ଆନ୍ଧବ 1.5 ମାଣେ ଗୋସେଇ କହିବ ହେଇ
ଆରେ ଦିଲୁଆ ଏଗୁଡ଼ା କାମ ନା ମହାପୁରୁ କେମିତି ପୂଜା ହବ ମଣ୍ଡଳ କେମିତି ପୂଜା ହବ ନା ଭାଇନା ତମେ ଜାଣୁଛ ମୁଁ ତ ବ୍ୟସ୍ତ ଭିତରେ ରହିଛି ଜିନିଷ ଯୋଗାଡ଼ କରିପାରିବିନି ଆଉ କଣ ଚଳିବନି ଏଥିରେ ଚଳା 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 ତେଣୁ ଆଗ ଆମେ ଚଳେଇଲୁ ବୋଲିକି ଚଳା ବାହାଘର ସାଇଲା ପରେ କହିଲ ତମେ ପଳା ଚଳା 8 ଦିନ ଗଲା 15 ଦିନ ଗଲା ମାସେ ଗଲା ଯାଇ ତମ ଘରେ ପହଞ୍ଚିଲା ରେ ଯଜମାନ ତ ଝିଅ ବାହାଘର କଲୁ ଦକ୍ଷିଣାଟା ଆଜି ଦଉନୁ ନା କେତେ ଥର ଦକ୍ଷିଣା ହଉଛ ହଉ କହିଲ କେତେ ନବ ନା ଟଙ୍କା 3000ଟା ଦେ ସେଥିରେ ଗୋଟେ ଆଗୁଆ ପଢା ଭଦ୍ରନକୁ ଦେବେ ତାଙ୍କୁ କେହି ଡାକି ନଦେବେ ସିଏ କହିବେ ଆରେ ହେ ପୁରୀ ତ 3000 ମାଗୁଛନ୍ତି ଦେ 1200 ଟଙ୍କା ଦେ ତାଙ୍କ ବୋପା ପଇସା ଦେଇଥିଲା କହିବେ 1200 ଟଙ୍କା ଦେ 1200 ଟଙ୍କା ଦେ ପୁରୀ ତ ନାଇଁ 1200 ହଉନି 3000 ହଉଛି ମାନେ 2500 ଟଙ୍କା ଦେ ସେ ଆଗୁଆ ପଢା ଭଦ୍ରନ କହିବ ନାଇଁ ରେ ଗୋସେଇ ଟିକେ କାଟୁଆ ଅଛି ଦେ 1500 କରିଦେ 1500 କରିକି ଦେ ମାନେ ସିଏ ଚାରଣା ଦବନି ସିଏ ବତଉଛି 1500 ନେଇ ଗୋସେଇ ଶେଷରେ କହିବ ନା ନା ହବନି 2200 ରୁ କମ ହେଲେ ଜମା ନେବିନି ହବନି ଶେଷରେ ସେ ଆଗୁଆ ପଢା ଭଦ୍ରନ କରି ଦବ କହିବ ଆଉ ପାଟି କରେନି ରେ ସେ 3000 ରୁ 2200 କୁ ଆଇଲାଣି ଏ ସଳା ଗୋସେଇକି ପାରି ହବନି ତାକୁ 2200 ଦେଇଦେ ଶଳା ବାମୁଣକୁ ଦେଇଦିଅ ଏ ସଜନ ଅତଏବ ଦକ୍ଷ ପ୍ରଜାପତିଙ୍କର କର୍ତ୍ତୃକରେ ହେଇଥିବା ଯଜ୍ଞରେ ମା ସତୀ 51 ଖଣ୍ଡ ହେଇଛନ୍ତି ବଣ୍ଟା ଯାଇଛି ଖଣ୍ଡ ଖଣ୍ଡ ଶରୀର ଦେବତା ମାନେ ସୁଦର୍ଶନ ଚକ୍ରକୁ କାଟିଲା ବେଳେ ଡାକୁଛନ୍ତି ମା ମଙ୍ଗଳମୟୀ ହେ ମା ଧନ୍ୟ ତୁ ଜନନୀ ବିଶ୍ୱ ରକ୍ଷା କର ପ୍ରଳୟ ନ ହଉ